ବନ୍ଧୁଗଣ, ଆଜି ଆମେ କୁମ୍ଭ ରାଶି ବ୍ୟକ୍ତିମାନଙ୍କ ବିଷୟରେ ଏପରି କିଛି ଗୁପ୍ତ କଥା ବିଷୟରେ ଜାଣିବା ଯାହା ନିଶ୍ଚିନ୍ତ ରୂପରେ ଆପଣଙ୍କୁ ପସନ୍ଦ ଆସିବ ଏବଂ ଏପରି ଭିଡ଼ିଓ ହୁଏତ ଆପଣମାନେ ଆଗରୁ କେଉଁଠି ଦେଖିନଥିବେ। ଏ ଭିଡ଼ିଓରେ ଆମେ ଆପଣମାନଙ୍କର ଜୀବନର ପ୍ରତି ଗୁମର କଥାକୁ ଖୋଲିବା ପାଇଁ ଯାଉଛୁ, ଯାହା ଜାଣିବା ଆପଣଙ୍କ ପାଇଁ ଅତି ଆବଶ୍ୟକ ଅଟେ। ତ ଆସନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓକୁ ଆରମ୍ଭ କରିବା। ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ବନ୍ଧୁଗଣ, ଆଜି ଆମେ ଜାଣିବା କୁମ୍ଭ ରାଶି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଲୁଚି ରହିଥିବା ସେହି ଗୁପ୍ତ କଥା ବିଷୟରେ। ଏହା ପୂର୍ବରୁ ଚ୍ୟାନେଲରେ ଯଦି ଆପଣ ନୂଆ ଆସିଛନ୍ତି ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ପାଖରେ ଆସୁଥିବା ବେଲ୍ ଆଇକନ୍କୁ କ୍ଲିକ୍ କରନ୍ତୁ। ସମ୍ପୂର୍ଣ୍ଣ ବିଷୟଟି ଆରମ୍ଭ କରିବା ପୂର୍ବରୁ ଆପଣମାନେ ଭିଡ଼ିଓର କମେଣ୍ଟ ବକ୍ସରେ ନିହାତି ଭାବରେ ଜୟ ଶନିଦେବ ବୋଲି ଅବଶ୍ୟ ଲେଖି ଦିଅନ୍ତୁ। ବନ୍ଧୁଗଣ, କୁମ୍ଭ ରାଶି 3 ଭାଗରେ ବିଭକ୍ତ, ଯେପରି 23/11 ଧନିଷ୍ଠା ନକ୍ଷତ୍ର, 24/11 ଶତଭିଷା ନକ୍ଷତ୍ର, 25/11 ପୂର୍ବ ଭାଦ୍ରବ ନକ୍ଷତ୍ର। ତ ପ୍ରଥମେ ଜାଣିବା 23/11 ଧନିଷ୍ଠା ନକ୍ଷତ୍ର କୁମ୍ଭ ରାଶି ବିଷୟରେ। ଏମାନେ ଦାନବ ଗଣ ଅଟନ୍ତି। ନାନା ପ୍ରକାରର ଦେବାଦେବୀଙ୍କ ପୂଜାରେ ଏମାନେ ଆଗ୍ରହୀ ହୋଇଥାନ୍ତି। 24/11 ଶତଭିଷା ନକ୍ଷତ୍ର କୁମ୍ଭ ରାଶି, ଏମାନେ ଦାନବ ଗଣ ଅଟନ୍ତି। ନାନାଦି ଦେବାଦେବୀଙ୍କୁ ପୂଜା କରିବାରେ ଏମାନେ ଆଗ୍ରହୀ ହୋଇଥାନ୍ତି। 25/11 ପୂର୍ବ ଭାଦ୍ରବ ନକ୍ଷତ୍ର କୁମ୍ଭ ରାଶି, ଏମାନେ ମାନବ ଗଣ ଅଟନ୍ତି। ରାଜସିକ ଭକ୍ତିରେ ଆଗ୍ରହୀ ମଧ୍ୟ ଏମାନେ ହୋଇଥାନ୍ତି। ଦେବୀ ମନ୍ତ୍ର ଓଂ କ୍ଳୈଂ ନମଃ ଏମାନଙ୍କ ପାଇଁ ଶୁଭ ବାର ହୋଇଥାଏ ସୋମବାର, ମଙ୍ଗଳବାର, ଶୁକ୍ରବାର ଏବଂ ଶନିବାର ହୋଇଥାଏ। ଶୁଭ ସଂଖ୍ୟା ଏମାନଙ୍କ ପାଇଁ ହେଉଛି 2, 3, 6 ଏବଂ 9। ଉତ୍ତମ ଫଳ ହେଉଛି ବୃଷ, ମିଥୁନ, କନ୍ୟା, ତୁଳା, ମକର ଏବଂ କୁମ୍ଭ। ଏ ରାଶିମାନଙ୍କର ବ୍ୟକ୍ତି ଉତ୍ତମ ଫଳ ପ୍ରଦାନ କରିଥାନ୍ତି। ଶୁଭ ରଙ୍ଗ ଆପଣଙ୍କ ପାଇଁ ଶୁଭ ରଙ୍ଗ କଳା, ବାଇଗଣୀ, ନୀଳ ଏବଂ ସବୁଜ ରଙ୍ଗ ହୋଇଥାଏ। ଆପଣଙ୍କ ପାଇଁ ଶୁଭ ଦିଗ ପଶ୍ଚିମ ଦିଗ ହୋଇଥାଏ। ଘାତବାର ହେଉଛି ଗୁରୁବାର। ଶୁଭ ଅଙ୍କ 3, 6 ଏବଂ 9। ଶନି ଗ୍ରହ ଶାନ୍ତି ପାଇଁ ଲୁହା ସୀସା ଶନିବାର ଦିନ ପୂଜା କରି ପିନ୍ଧିବା ଦ୍ୱାରା ଏବଂ ହନୁମାନଜୀଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା, ତାହା ସହିତ ପ୍ରଦୋଷ ବ୍ରତ ପାଳନ କଲେ ଗ୍ରହ ଶାନ୍ତ ଆପଣଙ୍କର ହୋଇଥାଏ। କୁମ୍ଭ ରାଶି ବ୍ୟକ୍ତିଙ୍କର ସ୍ୱାମୀ ଗ୍ରହ ଶନିଦେବ ଅଟନ୍ତି। ସେଥିପାଇଁ ଶନି ମନ୍ଦିର ଯିବା ଏବଂ ହନୁମାନଜୀଙ୍କର ପୂଜା କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି। ତେବେ ଏବେ ଆସନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କର ଗୁଣ ଓ ସ୍ୱଭାବ ବିଷୟରେ। ଏମାନେ ଶାନ୍ତ, ଗମ୍ଭୀର, ଚିନ୍ତାଶୀଳ, ସହାନୁଭୂତିଶୀଳ, ବୁଦ୍ଧିମତୀ, କଳାପ୍ରେମୀ ଏବଂ ଏମାନେ ଅଳ୍ପ ଶୋଇଥାନ୍ତି। ଅବିଶ୍ୱାସୀ, କପଟୀ, ଏକ ଜିଦିଆ, ଜୀବନର ଶେଷ ଆଡ଼କୁ ଆଧ୍ୟାତ୍ମିକ କ୍ଷେତ୍ରରେ ଆଗ୍ରହୀ ଓ ରାଜନୀତି ପ୍ରତି ଆଗ୍ରହୀ ଏମାନେ ହୋଇଥାନ୍ତି। ଏମାନଙ୍କ ଜୀବନରେ କିଛି ଏପରି ରୋଗର ସାମ୍ନା ଏମାନଙ୍କୁ କରିବାକୁ ପଡ଼ିଥାଏ, ଯେପରି ଜଙ୍ଘ ରୋଗ, ଦାନ୍ତ ରୋଗ, ରକ୍ତଚାପ, ପେଟ ରୋଗ, ଚର୍ମ ରୋଗ, ମ୍ୟାଲେରିଆ ଜ୍ୱର, ହାତରେ ଆଘାତ ଲାଗିବା ଏବଂ ବାତ ରୋଗ। ଏବେ ଆସନ୍ତୁ ଜାଣିବା ଏମାନଙ୍କର ଜୀବିକା ବିଷୟରେ। ଡାକ୍ତର, ଇଞ୍ଜିନିୟର, ଶିକ୍ଷକ, ବୈଜ୍ଞାନିକ, କବି, ଯନ୍ତ୍ରପାତି ବ୍ୟବସାୟୀ, ସିମେଣ୍ଟ ଏବଂ ଖଣିଜ ପଦାର୍ଥ ବ୍ୟବସାୟରେ ଏମାନଙ୍କୁ ଶୁଭଫଳ ପ୍ରାପ୍ତ ହୋଇଥାଏ। ଜୀବନରେ ବିଶ୍ରାମ ଆଦୌ ଏମାନଙ୍କୁ ମିଳେ ନାହିଁ। କେତେକ ବନ୍ଧୁଙ୍କ ସହଯୋଗ ଆପଣଙ୍କୁ ସର୍ବଦା ସହାୟକ ହୋଇଥାଏ। କିଛି ବନ୍ଧୁ ହଠାତ୍ କିଛି ସମସ୍ୟା ଆପଣଙ୍କ ପାଇଁ ସୃଷ୍ଟି କରିଥାନ୍ତି। ଛାତ୍ରଛାତ୍ରୀମାନେ ପଠନ ପ୍ରିୟ ମଧ୍ୟ ହୋଇଥାନ୍ତି। ପଢ଼ା କ୍ଷେତ୍ରରେ ଭଲ ରେଜଲ୍ଟ ମଧ୍ୟ ଏମାନେ ଆଣନ୍ତି। ଦାନ ପୁଣ୍ୟ କ୍ଷେତ୍ରରେ, ଧର୍ମ କାର୍ଯ୍ୟରେ, ଯଜ୍ଞ ଏବଂ ପୂଜାପାଠ ଇତ୍ୟାଦି କାର୍ଯ୍ୟରେ ଏମାନେ ଆଗ୍ରହୀ ହୋଇଥାନ୍ତି। ଚଞ୍ଚଳ ପ୍ରକୃତି, ବୁଦ୍ଧିମାନ, ଉତ୍ତମ ବ୍ୟବହାର ସମସ୍ତଙ୍କୁ ଆକୃଷ୍ଟ କରି ମଧ୍ୟ ଥାଏ। ପଶୁ ପାଳନରେ ଏମାନେ ଆଗ୍ରହୀ ମଧ୍ୟ ହୋଇଥାନ୍ତି। କୌଣସି ରୋଗ ପାଇଁ ଥରେ କିମ୍ବା 2 ଥର ଅପରେସନର ଯୋଗ ମଧ୍ୟ ରହିଛି। ଆପଣ ଲେଖକ, ହସ୍ତକଳା, ନୃତ୍ୟ ଓ ଗୀତ କ୍ଷେତ୍ରରେ
ସମ୍ମାନ ଅର୍ଜନ କରିବେ। ଦେବୀ ଶକ୍ତିରେ ଆଶୀର୍ବାଦ ହେତୁ ଜୀବନରେ କେବେ ବି ସେତେଟା ଧନର ଅଭାବ ଦେଖାଦେବ ନାହିଁ। ଅପମାନିତ ଓ ଅପଦସ୍ଥ ହେବେ ମଧ୍ୟ ନାହିଁ। ସମାଜରେ ପ୍ରତିଷ୍ଠା ଲାଭ ମଧ୍ୟ ଆପଣ କରିବେ। ଆୟ ଅନୁଯାୟୀ ଖର୍ଚ୍ଚ ସ୍ୱଭାବରେ ମଧ୍ୟ ରହିବେ। ମିଛ କହିବା, ଠକିବା, ପରଧନର ଯୋଗ ଆପଣଙ୍କର ନାହିଁ। ଏମାନଙ୍କୁ ଧଳା ଓ ନୀଳ ରଙ୍ଗ ପ୍ରିୟ ହୋଇଥାଏ। ନିଜର ବଚନକୁ ସର୍ବଦା ରକ୍ଷା କରିବା ପାଇଁ ଏମାନେ ତତ୍ପର ମଧ୍ୟ ରହିଥାନ୍ତି। କାହାକୁ କଥା ଦେଇ କଥା ଭାଙ୍ଗିବା ଏମାନଙ୍କୁ ଆଦୌ ପସନ୍ଦ ହୋଇନଥାଏ। ଏମାନଙ୍କର ଶୁଭ ବାର ହୋଇଥାଏ ଶନିବାର, ଅଗଷ୍ଟ ମାସର 5, 10 ଓ 13 ତାରିଖ ଏବଂ ମଙ୍ଗଳବାରରେ ଜନ୍ମ ହୋଇଥିଲେ ଏହା ଘାତବାର ହୋଇଥାଏ। ଜନ୍ମରୁ 22 ବର୍ଷ ପର୍ଯ୍ୟନ୍ତ ଭଲ ମନ୍ଦ ଏମାନଙ୍କର ଲାଗିକି ହିଁ ରହିଥାଏ। ଜ୍ଞାନ ଅର୍ଜନ, ଜମିବାଡ଼ିକୁ ନେଇ ସମସ୍ୟା ଏମାନଙ୍କର ଦେଖା ଦେଇପାରେ। ପାରିବାରିକ ସମସ୍ୟା ମଧ୍ୟ ଦେଖାଦିଏ। ଅଯଥା ଖର୍ଚ୍ଚ ପ୍ରତି ମଧ୍ୟ ଆଗ୍ରହୀ ହେବେ। ଠିକ୍ ସମୟରେ ଉପଦେଶ ଆପଣଙ୍କୁ ପିତା ପରି ଲାଗି ମଧ୍ୟ ଥାଏ। 22 ରୁ 42 ବର୍ଷ ମଧ୍ୟରେ ଜମିବାଡ଼ି କ୍ରୟ, ସନ୍ତାନ ଭୋଗ, ବାଣିଜ୍ୟରେ ଉନ୍ନତି, ମାନ ପ୍ରତିଷ୍ଠା, ମନ ମୁତାବକ ଚାକିରି ଶନିଦେବଙ୍କ କୃପାରୁ ପ୍ରାପ୍ତ ମଧ୍ୟ ହୋଇଥାଏ। 40 ବର୍ଷରୁ 44 ବର୍ଷ ମଧ୍ୟରେ କିଛି ଶାରୀରିକ ଆଘାତ ମଧ୍ୟ ଲାଗିପାରେ। କାନ୍ଧ ଏବଂ ଅଣ୍ଟାରେ କୌଣସି ସମସ୍ୟା ମଧ୍ୟ ଆପଣଙ୍କର ଦେଖା ଦେଇପାରେ। ଏ ସମୟରେ ପରିବାର ତରଫରୁ କୌଣସି ଅତି ଦୁଃଖଦ ଖବର ଆପଣ ଶୁଣିବାକୁ ମଧ୍ୟ ପାଇପାରିବେ। 45 ବର୍ଷ ଠାରୁ 68 ବର୍ଷ ପର୍ଯ୍ୟନ୍ତ ମନ ଅନୁଯାୟୀ ଫଳ ଆପଣଙ୍କୁ ପ୍ରାପ୍ତ ହେବ। କୁମ୍ଭ ରାଶିର ବ୍ୟକ୍ତି ଆପଣ ଗୋରା ଲୋକଙ୍କୁ ପସନ୍ଦ କରିଥାନ୍ତି। ଏମାନଙ୍କ ସହିତ ହିଁ ବନ୍ଧୁତା କରିବା ଆପଣ ପସନ୍ଦ ମଧ୍ୟ କରନ୍ତି। 62 ବର୍ଷ ଠାରୁ 82 ବର୍ଷ ମଧ୍ୟରେ ଅସାଧ୍ୟ ରୋଗ ଆପଣଙ୍କୁ ଆକ୍ରାନ୍ତ କରିଥାଏ। 80 ଓ 82 ବର୍ଷ ସମୟରେ ଅଧିକ ଶାରୀରିକ କଷ୍ଟ ଭୋଗ କରିବା ପାଇଁ ମଧ୍ୟ ପଡ଼ିଥାଏ। 21 ଜାନୁଆରୀରୁ 10 ଫେବୃଆରୀ ମଧ୍ୟରେ ଜନ୍ମ ହୋଇଥିଲେ ଜ୍ଞାନୀ, ବିଦ୍ୟାବନ୍ତ, ଚତୁର ଓ ଭାଗ୍ୟଶାଳୀ ହୋଇଥାନ୍ତି। ଜୀବନରେ ଉନ୍ନତି ପାଇଁ ଜୀବନ ସାଥୀଙ୍କର ପରାମର୍ଶ ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧ ହୋଇଥାଏ। କୁସଙ୍ଗ ଦୃଷ୍ଟିରୁ ବୃଷ, କନ୍ୟା ଓ ମକର ରାଶିର ବ୍ୟକ୍ତି ଅଶୁଭ ଅଟନ୍ତି। ଆପଣଙ୍କ ପାଇଁ ଅଶୁଭ ରଙ୍ଗ ହେଉଛି ହଳଦିଆ ରଙ୍ଗ। 42 ବର୍ଷ ଠାରୁ ଜୀବନରେ ଅଧିକ ସୁଖର ଆଗମନ ମଧ୍ୟ ହୋଇଥାଏ ଏବଂ ଶୁଭ କାର୍ଯ୍ୟମାନ ମଧ୍ୟ ଆପଣଙ୍କ ଜୀବନରେ ଘଟିଥାଏ। ତେବେ ବନ୍ଧୁଗଣ, ଆପଣଙ୍କ ରାଶିର ସ୍ୱାମୀ ଗ୍ରହ ଅଟନ୍ତି ଶନିଦେବ। ସେଥିପାଇଁ ତଳେ ଥିବା ଆମ କମେଣ୍ଟ ବକ୍ସରେ ନିଶ୍ଚୟ ଜୟ ଶନିଦେବ ବୋଲି ଅବଶ୍ୟ ଲେଖନ୍ତୁ ଏବଂ ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।